ସବୁଠୁ ପହିଲା ତ ମୁଇଁ ପ୍ରକୃତରେ ମୁଇଁ ନିଜକେ ନିଜେ ଗର୍ବ ଅନୁଭବ କରୁଛେ ଯେ ଆମର ବରପାଲିର ଆଗାମୀ ଦିନରେ 48ତମ আমাদের শীতল শক্তি অনুষ্ঠিত হবার যাচ্ছে यार আমার প্রশাসনিক প্রিপারেটরি বৈঠকରେ ମୁଁ ଭାଗ ନେଲି और बहुत खुशी ଲାଗୁଛେ ଯେ ତାମାନେ आई एम ए पार्ट ऑफ दिस ऑर्गेनाइजेशन ଆଉ ଆଜି ବିଭିନ୍ନ एंगल रो विभिन्न समस्या ଉପରେ ଆମେ ଆଲୋଚନା କଲୁ ଗତ ବର୍ଷ ଆମର ଯେ ଶୀତଳ ଶକ୍ତି ଅନୁଷ୍ଠିତ ଥିଲା ସେ ସମୟରେ କାଣା ଠିକ ଥିଲା କାଣା ଭୁଲ ଥିଲା କିନ୍ ଦିଗକେ ଆମକୁ ଆଉ ଧ୍ୟାନ ଦେବାର ଅଛି ସେ ବିଷୟରେ ଆମେ ଚର୍ଚ୍ଚା କଲୁ ଏବଂ ମୋତେ ବହୁତ ଖୁସି ଲାଗୁଛି ଯେ ଆଜି ଆଜି ଆମର ଯୋଉ ଶୀତଳ ଶକ୍ତି 148ତମ ଶୀତଳ ଶକ୍ତି ବରପାଲି ଆଜି ଆମର ପ୍ରଶାସନିକ ମିଟିଂ ଥିଲା ଆଉ ସବୁ ବର୍ଷ ପରି ପ୍ରଶାସନିକ ମିଟିଂ ହୁଏ କିନ୍ତୁ ସହିତ ଆମ ଗାଁରେ ଚେୟାରମ୍ୟାନ୍ ବରପାଲି ବ୍ଲକ एनएससी चेयरमैन बीडीओ तहसीलदार मान्यवर सांसद प्रतिनिधि समस्त एवं शीतल षष्ठी यात्रा कमिटी तत्सहित ऑल लाइन डिपार्टमेंट ऑफिशियल्स एवं बरपाली जनसाधारण समस्त को लेकिन गोटे प्रस्तुति बैठक होता आपण मैंने जानते वर्षे तले 2 वर्ष तले ये जगह वीडियो थी किसी कांशरे शीतल षष्ठी